ଶ୍ରୀକ୍ଷେତ୍ର ଓଡ଼ିଆ ମଠ ପ୍ରାଙ୍ଗଣରେ ବିଶ୍ୱସ୍ତରୀୟ ଶ୍ରୀରାମ ନାମ ଆଧ୍ୟାତ୍ମିକ ସଞ୍ଚୟ ଖାତା ଉନ୍ମୋଚନର ପୂର୍ବ ପ୍ରସ୍ତୁତି ବୈଠକ ଏବଂ କର୍ମକର୍ତ୍ତା ଚୟନ ଏକ ଦିବ୍ୟ ଓ ଭବ୍ୟ ପରିବେଶ ମଧ୍ୟରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଯୋଧ୍ୟାର ଓଡ଼ିଆ ବାବା ସ୍ୱାମୀ ଆତ୍ମାରାମ ଶରଣ ଦାସ ଅଧ୍ୟକ୍ଷତା କରିଥିଲେ। ନିଜର ବକ୍ତବ୍ୟରେ ସେ ଓଡ଼ିଆମାନଙ୍କର ଈଶ୍ୱରୀୟ ଭାବନା ଉପରେ ଆଲୋକପାତ କରିବା ସହ ଅଯୋଧ୍ୟାରେ ଥିବା ପୁରାତନ ଓଡ଼ିଆ ମଠର ପୁନରୁଦ୍ଧାର ଦ୍ୱାରା ଓଡ଼ିଶାର ଅଧିକାର ମଧ୍ୟ ଜାଗ୍ରତ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ଓଡ଼ିଆ ସଂସ୍କୃତି, ପରମ୍ପରା, ଭାଷା, ଈଶ୍ୱର ବିଶ୍ୱାସ ଓ ମଠ ମନ୍ଦିରମାନଙ୍କୁ କିପରି ସୁରକ୍ଷିତ ଓ ସୁଦୃଢ଼ କରାଯାଇପାରିବ ଏବଂ ତୀର୍ଥକ୍ଷେତ୍ର ଅଯୋଧ୍ୟା ସହିତ ଶ୍ରୀକ୍ଷେତ୍ର ପୁରୀ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟର ସେତୁ ନିର୍ମାଣ ହେବ, ସେ ଦିଗରେ ମଧ୍ୟ ସ୍ୱାମୀଜୀ ଆଲୋକପାତ କରିଥିଲେ। ବିଶ୍ୱସ୍ତରୀୟ ଶ୍ରୀରାମ ନାମ ସଞ୍ଚୟ ବ୍ୟାଙ୍କ ମାଧ୍ୟମରେ ଏହା କିପରି ସମ୍ଭବ ହେବ, ସେ ସମ୍ପର୍କରେ ତଥ୍ୟ ଓ ତର୍କଭିତ୍ତିକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ପୂଜ୍ୟ ଓଡ଼ିଆ ବାବାଙ୍କ ଅଦମ୍ୟ ଚେଷ୍ଟା ଦ୍ୱାରା ଇତିହାସରେ ପ୍ରଥମ କରି ପରମ ପାବନ ସରଜୁ ନଦୀ କୂଳରେ ଶ୍ରୀ ଜଗନ୍ନାଥ ନିତ୍ୟ ଆରତୀ ଘାଟ ନାମରେ ଏକ ଦିବ୍ୟ ଘାଟ ନିର୍ମାଣ କରାଯାଇଛି। ଏହି ଘାଟ ପବିତ୍ର ଅଯୋଧ୍ୟାରେ ଆମ ଓଡ଼ିଶା ଓ ଓଡ଼ିଆମାନଙ୍କର ଏକ ସମ୍ମାନଜନକ ପରିଚୟ ସୃଷ୍ଟି କରିଛି। ଏହି ବୈଠକରେ ସଂଗଠନର ଓଡ଼ିଶାର ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରୁ କର୍ମକର୍ତ୍ତାଗଣଙ୍କ ସମେତ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ଆଡଭୋକେଟ ଲାଲା ଅନନ୍ତ କୁମାର ସିଂ ଯୋଗ ଦେଇଥିଲେ। ଏହି ଅବସରରେ ନୀଳିମା ମିଶ୍ରଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି, ସମୀର ପଣ୍ଡାଙ୍କୁ ଉପସଭାପତି, ବିରଞ୍ଚି ରାଉଳଙ୍କୁ ରାଜ୍ୟ ସମ୍ପାଦକ, ପ୍ରଭାକର ବେହେରାଙ୍କୁ କୋଷାଧ୍ୟକ୍ଷ ଏବଂ ବିଭିନ୍ନ ଜିଲ୍ଲାର ସଭାପତି, 5ଟି ଜୋନ୍ର ଜୋନାଲ ସଭାପତି ଓ ରାଜ୍ୟ ସଂଗଠନର ଉପଦେଷ୍ଟାମାନଙ୍କୁ ଚୟନ କରାଯାଇଥିଲା। ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନ ପରେ ବୈଠକକୁ ସମାପନ କରାଯାଇଥିଲା। ଶେଷରେ ପୁରୀ ଜୋନ୍ର ସଭାପତି ଅମୂଲ୍ୟ କୁମାର ମହାନ୍ତି ଶାନ୍ତି ପାଠ ସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।